ଏଠାରେ ଉପସ୍ଥିତ ବିଚାରକ ମଣ୍ଡଳୀ ତଥା ଅନ୍ୟ ଗୁରୁଜନ ମାନଙ୍କୁ ମୋର ନମସ୍କାର। ମୋ ନାଁ ଆରାଧ୍ୟ ଓ ମୁଁ ଅଧୁନା ଓଡ଼ିଶାର ଜଣେ ଆଦର୍ଶ ବ୍ୟକ୍ତିତ୍ୱଙ୍କ ପ୍ରଭାବ ବିଷୟରେ କିଛି କହିବି। ମୁଁ ଯେତେବେଳେ ଏହି ଓଷାର ବକ୍ତୃତାର ଶୀର୍ଷକ ଶୁଣିଲି ଦ୍ୱନ୍ଦ୍ୱରେ ପଡ଼ିଗଲି। ମୋ ଭଳି ଜଣେ ଦ୍ୱିତୀୟ ପିଢ଼ି ଓଡ଼ିଆ ଆମେରିକାନ କେବଳ ଅଧୁନା ଓଡ଼ିଶାର ବିଭିନ୍ନ ସୁନାମଧନ୍ୟ ବ୍ୟକ୍ତିତ୍ୱଙ୍କ ବିଷୟରେ ଶୁଣିଛି, କିନ୍ତୁ ତାଙ୍କ ପ୍ରଭାବକୁ ଜାଣିବାର ସୌଭାଗ୍ୟ ପାଇନି। ତେଣୁ ମୁଁ ଚିନ୍ତା କରିଲି। ବହୁତ ଭାବିଲା ପରେ ଗୋଟିଏ ନାମ ମୋର ମନରେ ଆସିଲା। ସିଏ ହେଉଛନ୍ତି ଆମର ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ମୁଁ ପ୍ରଥମେ ନବୀନ ବାବୁଙ୍କ ବିଷୟରେ ଜାଣିଲି ଯେତେବେଳେ ମୁଁ 7 ବର୍ଷ ବୟସରେ ଓଡ଼ିଶା ଯାଇଥିଲି। ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କଲା ପରେ ମୁଁ ସବୁଆଡ଼େ ତାଙ୍କ ଚିତ୍ର ଦେଖି ମୋ ବାପା ମାଆଙ୍କୁ ତାଙ୍କ ବିଷୟରେ ପଚାରିଥିଲି। ତାପରେ ମୁଁ ବହୁତ ଥର ଓଡ଼ିଶା ଯାଇଛି ଓ ବିଭିନ୍ନ ସ୍ଥାନ ଭ୍ରମଣ କରିଛି। ସମୟକ୍ରମେ ମୁଁ ଓଡ଼ିଶାର ବହୁତ ବିକାଶ ମଧ୍ୟ ଦେଖିଛି। ରାସ୍ତାଘାଟ, ତୀର୍ଥସ୍ଥାନ, ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ତଥା ବିମାନ ବନ୍ଦରର ଅଭୂତପୂର୍ବ ରୂପାନ୍ତରଣ ଦେଖି ମୁଁ ବହୁତ ଭାବରେ ଆନନ୍ଦିତ ହୋଇଥିଲି। କେବଳ ସେତିକି ନୁହେଁ, ବିମାନ ବନ୍ଦରରେ ବିକଳିକାର ମିଠା ଦୋକାନ ଓ ଦହିବରା ଦୋକାନ ଦେଖି ମୋର ଆନନ୍ଦ ଦ୍ୱିଗୁଣିତ ହୋଇଯାଇଥିଲା। ଗତ ବର୍ଷ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରି ଓ ଭକ୍ତମାନଙ୍କ ପାଇଁ ପ୍ରଶାସନର ବ୍ୟବସ୍ଥା ଦେଖି ମୁଁ ସନ୍ତୁଷ୍ଟ ହୋଇଥିଲି। ଏସବୁ ଜିନିଷ ଅନୁଭବ କରିଲା ପରେ ମୁଁ ନବୀନ ବାବୁଙ୍କ ବିଷୟରେ ଅଧିକ ଜାଣିବାକୁ ଇଚ୍ଛୁକ ହେଲି ଓ ଗୁଗଲ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବାରେ ଲାଗିଗଲି। ମୁଁ ଜାଣିବାକୁ ପାଇଲି ଯେ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ପୁତ୍ର ଓ ବିଜୁ ଜନତା ଦଳର ସ୍ଥାପକ। ସିଏ ଓଡ଼ିଶାର ଇତିହାସରେ ଦୀର୍ଘତମ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଯଦିବା ସିଏ ଓଡ଼ିଆ ଭଲରେ କହିପାରନ୍ତିନି, ଆମେ ଦ୍ୱିତୀୟ ପିଢ଼ି ଓଡ଼ିଆ ଆମେରିକାନ ତାହା ଭଲ ଭାବରେ ବୁଝିପାରିବା। ସେ ଏକାଧାରାରେ ଜଣେ ଲେଖକ, ସମାଜସେବକ, ବିପ୍ଳବୀ ଓ ଜଣେ ପଥ ପ୍ରଦର୍ଶକ। ଏହା କହିଲେ ବିଲକୁଲ ଅତ୍ୟୁକ୍ତି ହେବନି ଯେ ଅଧୁନା ଓଡ଼ିଶାକୁ ଆଗକୁ ନେଇଯିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ଅସାଧାରଣ ବ୍ୟକ୍ତିତ୍ୱ, ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଓ ଗରିବମାନଙ୍କ ପାଇଁ ବିଭିନ୍ନ ଯୋଜନା ତାଙ୍କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବରେ ପରିଚିତ କରାଇପାରିଛି। ମୁଁ ଜଣେ ଦ୍ୱିତୀୟ ପିଢ଼ି ଓଡ଼ିଆ ଆମେରିକାନ ଆଜି ଏଠାରେ ତାଙ୍କ ବିଷୟରେ ଛିଡ଼ା ହେଇ ଦୁଇ ପଦ କହୁଛି, ତାହା ତାଙ୍କ ପ୍ରଭାବକୁ ପ୍ରମାଣିତ କରିଦିଏ। ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି। ବନ୍ଦେ ଉତ୍କଳ ଜନନୀ।